ଆଜ୍ଞା କ'ଣ କହିବେ ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା ଏବଂ କାର୍ତ୍ତିକ ମାସର ପୂର୍ଣ୍ଣିମା ଆଜି କ'ଣ କହିବେ ଆଜି ମହାବିନାୟକ ପୀଠରେ ଆପଣ ଯୋଗ ଅଛନ୍ତି କ'ଣ କହିବେ ସାର୍? ହଁ ମୋ ନାଁ ଭବାନୀ ଶଙ୍କର ପଣ୍ଡା ଗୌରାଙ୍ଗ ନନା ବୋଲି ଡାକନ୍ତି ମହାବିନାୟକ ମନ୍ଦିରର ଅନ୍ୟତମ ପୂଜକ ଯିଏକି ଆମର ଯେଉଁ 4ଟି ଧର୍ମ ମାସ ଅଛି ତେଣୁ କାର୍ତ୍ତିକ ମାସ ବି ସେଇ ଗୋଟେ ଧର୍ମ ମାସ ଯାହା ଗଜଲକ୍ଷ୍ମୀ ପୂଜା ଠାରୁ ଆରମ୍ଭ କରି ଆଜି ତାର ଶେଷ ହୁଏ। କାର୍ତ୍ତିକ ବ୍ରତ ଯେଉଁମାନେ କରନ୍ତି ଆଜି ଅନ୍ତିମ ଦିନ ତେଣୁ ଆଜି ଅନ୍ତିମ ଦିନରେ ବହୁତ ଶ୍ରଦ୍ଧାଳୁ ମହାବିନାୟକ ଆସିଥିଲେ। ମହାବିନାୟକ ଆସି ଦର୍ଶନ ବି କରିଛନ୍ତି। ତା ପାଇଁ ଶାନ୍ତି ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ଆଉ ପୁଲିସ ପ୍ରଶାସନ ଆଉ ସେବାୟତ ମାନଙ୍କର ଯେମିତି ଶାନ୍ତି ଶୃଙ୍ଖଳା ଲୋକମାନେ ଦର୍ଶନ କରିବେ, କେମିତି ଭୋଗ କରିବେ, କେଉଁଠି ଦୀପ ଲଗାଇବେ, ସବୁ ପ୍ରକାର ବ୍ୟବସ୍ଥା ସେପରି କରାଯାଇଥିଲା। ଏକ ଖ୍ୟାତିନାମା ପର୍ଯ୍ୟଟକ ସ୍ଥଳୀ ଯିଏକି ଏହାର ବିକାଶ କମିଯାଇଛି। ଏକ ୟା ପାଖରେ ଚଣ୍ଡୀ ମନ୍ଦିର ଅଛି, ଆମେ ଯାଇଥିଲୁ ବର୍ତ୍ତମାନ ଯାହା ଦେଖିଲୁ ସ୍ଥିତି ବିକାଶ କମିଯାଇଛି। ନାଇଁ ଇଏ ତ ଗୋଟେ ସାରା ଭାରତ ବାହାରେ ବି ଏମିତି ଏକ ଶକ୍ତିରେ କୌଣସି ପଞ୍ଚଦେବତା ପୂଜା ପାଉନାହାନ୍ତି, କାହିଁକିନା ଏହା ପୌରାଣିକ କୀର୍ତ୍ତି ସହିତ ଜଡ଼ିତ ଯିଏକି ଏକ ଶକ୍ତିରେ ଗଣେଶଙ୍କ ସହିତ ଶିବ ବିଷ୍ଣୁ ଭାସ୍କର ପାର୍ବତୀ ଏକକାଳୀନ ପୂଜା ପାଉଛନ୍ତି। ତେଣୁ ଇଏ ମହାବିନାୟକ ପୀଠ ବା ସିଦ୍ଧିବିନାୟକ ପୀଠର ଉନ୍ନତିକରଣ ସରକାରଙ୍କର ଦୃଷ୍ଟିରେ ଆଇଲେ ଆଉ ଟିକେ ଭଲ ହୁଅନ୍ତା। ଆଉ ଟିକେ ଉନ୍ନତିକରଣ ହେଲେ ଲୋକମାନେ ଯେଉଁ ଭକ୍ତମାନେ ଆସୁଛନ୍ତି ଓଡ଼ିଶା ବାହାରୁ ବି ଲୋକ ଆସୁଛନ୍ତି, କାହିଁକିନା ଆମ ଯାଜପୁର ଜିଲ୍ଲାରେ ମା ବିରଜାଙ୍କ ପୀଠ ଅଛି। ସେଠିକି ବହୁତ ହାଇଦ୍ରାବାଦ, ତାମିଲନାଡ଼ୁ, ବମ୍ବେ ଏ ଲୋକ ଯେଉଁମାନେ ଆସୁଛନ୍ତି ସେମାନେ ବି ଏଠି ମହାବିନାୟକ ପୀଠ ଦର୍ଶନ କରି ଯାଉଛନ୍ତି। କାହିଁକିନା ଆପଣଙ୍କର ନେଟ୍ରେ ମାରିଦେଲେ ସିଦ୍ଧିବିନାୟକ ପୀଠ ଏଠି ଦର୍ଶନ କରି ଯାଉଛନ୍ତି। ସେମାନେ କହୁଛନ୍ତି ଯେ ଆଉ ଟିକେ ପ୍ରଶାସନ ଟିକେ ସରକାର ଟିକେ ଦୃଷ୍ଟି ଦେଲେ ପୀଠର ଉନ୍ନତି ହୁଅନ୍ତା, ଆଉ ପର୍ଯ୍ୟଟକମାନେ ଯେମିତି ତାଙ୍କ ପାଇଁ ସୁବିଧା ହେଲେ ଆଉ ଟିକେ ରହିବା କି 5Tରେ ହଁ କିଛି ପଇସା ଆସିଥିଲା, କାମ ଚାଲିଛି, ସେ ସ୍ଲୋରେ ଚାଲିଛି, ସିଏ କେବେ ସରିବ ତା ଠିକ୍ ଠିକଣା ନାହିଁ। ତାପରେ ପୁଣି ଅଳ୍ପ କିଛି ପଇସା ଆସିଛି ଯେ ସମୁଦ୍ରକୁ ଶଙ୍ଖେ। ସାର୍ ଆପଣ ଜଣେ ଆସିଥିଲେ, ଆପଣ ଆଜି ଦର୍ଶନ କରିବାକୁ ଆଜ୍ଞା କ'ଣ କହିବେ ସାର୍? ଏଠି ମହାବିନାୟକ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଆସନ୍ତି, ବହୁତ ଭକ୍ତ ହୁଅନ୍ତି, ଆଉ ଠାକୁରଙ୍କର ଆଶୀର୍ବାଦ ବି ବହୁତ ଲୋକ ଉପକୃତ ହେଇଛନ୍ତି, ଆଉ ତାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିଛନ୍ତି। ହଁ ଠାକୁର ଦର୍ଶନ କରିବାକୁ ଆସିଛୁ। ହଁ ଆମେ ଠାକୁର ଦର୍ଶନ କରିବାକୁ ଆସିଥିଲୁ। ଲାଗିଲା ଆପଣଙ୍କୁ? ନା ବହୁତ ଭଲ, ଶାନ୍ତି ଶୃଙ୍ଖଳା ସହିତ ପୁଲିସ ପ୍ରଶାସନ ବି ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଲୋକମାନେ ବହୁତ ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିକି ଯାଉଛନ୍ତି। चिड़वे